ओम गुरु ब्रह्मा गुरु विष्णु गुरुदेव महेश्वर गुरुरेव परम ब्रह्मं तस्मै श्री गुरुवे नमः तस्मै श्री गुरुवे नमः तस्मै श्री गुरुवे नमः अखण्डमण्डलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः तस्मै श्री गुरुवे नमः तस्मै श्री गुरुवे नमः। ओम नमः शिवाय ओम नमः शिवाय ओम नमः शिवाय ओम नमः शिवाय ओम नमः शिवाय। शिवपुराण बा शैवपुराण प्रथम खंड महामाया पार्वतींकर हिमवंत गृहे जात प्रथम भाग। आ सनत कुमार होसी बोलंती बचन सुण सर्व ऋषि गण देई मन कर्ण शिव बोली करी जेउ दुईटी अक्षर हिमालय ठारू ओटे गुरु जे अपार शुणी से शिवंकर उत्तम चरित जार श्रवणे पाप हुए भस्मीभूत बासवंकु आदि करी सकल देवता प्रत्योह शुणन्ति शिव सदा शिवंकर कथा जे अबाहुअन्ति सदा शिवंकर भक्त सेमानंकु हुए चौवर्ग परापत एमंत जे शिव कथा ता कहिबा शुण अन्य मना नही दियो ता कथारे मन सदा शिव प्रभुंकर भक्त तुम्भे अटौ सबु बेले ताहांकर चरण रे खटौ तेणु कहुअछि शुण शिवंकर कथा मृग कुमारिण तहु गले पंचमथा हिमवंत पर्वतर शिरे कले बास सदानंद प्रभु से जे सर्वदा संतोष सबु दुख आदि माया मोहु अछि जेते ता बाधा न पारे तांकु केबे हे किंचिते एही रूपे रहन्ते गत हेला काल तही परे जहा हेला शुणत पिशिल पर्वत मानंकर नृप हिमवंत मोना सहितरे दिने होइले एकांत देखिले शरीर शोभा दिशे आनु आनु शरद चंद्रमा परी दिशुअछि वर्ण दुईगुण सुंदर दिशु अछि कले बर मंद मंद गमन जे चौवन भार प्रियार ए मंतरूप देखि हिमालय आपणार मन मध्य जन्माई संशय आपुछिले मेना को चाहिछि गिरी चूड़ामणि ए गर्भ चरित मते कह जो सामणि बहुदिन गत हेला नकलु प्रसव एबे बड़ भार देखे सहिकी पारिब पूर्वे जेते थर होइथिल गर्भवास पथर किंपाई जात हेउछि आलस्य ए प्रसव समय जात होइलाणी प्रिये एहा देखि मो मनरे भ्रम जात हुए तू अति सुंदर दिशु अछुरे कामिनी मोहित होइब तोते देखि सुर मुनि तोर गर्भरु जेबे कन्या हेब जात से कन्या मोहिब निश्चय शिवंकर चित्त निज स्वामी मुखु मना ए बचन शुणिए कहिले अल्प लज्जा मन मध्य घेनी शुण प्राणनाथ एही गर्भर व्यवस्था शुण प्राणनाथ एही गर्भर व्यवस्था आरे थर देलाणी मते बहुत अवस्था देख बेलु बेल हेउ
ଅଛି ମୁଁ ଶକତ ଗର୍ଭରେ ରହିଛି କି ବା ମହତ ପର୍ବତ କେଉଁ ଦେବା ଦେବୀ ବା କରିଅଛି ବାସ ଏଥର ମୋ ପ୍ରାଣ ଘେନି ଯିବ ଏ ଅବଶ୍ୟ କଷ୍ଟ ସହି ପାରୁନାହିଁ ହାରିବି ଜୀବନ ଏ କାଳରେ ପ୍ରାଣନାଥ ସଂଶୟ ନ ଘେନ କେବେ ହୋଇ ନଥିଲା ମୋ ଗର୍ଭ ଏତେ ଭାରା ମୂର୍ତ୍ତମନ୍ତ ହୋଇକି ବା ଅଛି ବସୁନ୍ଧରା ଆରେ ଥରକ ଭଲ ପରି ଦିଶୁନାହିଁ ମତେ କି ବୁଦ୍ଧି କରିବି ନାଥ ବିଚାର ତା ଚିତେ 10 ମାସ ଯାଏ ସିନା ଗର୍ଭେ ଥାଇ ପିଣ୍ଡ ସେ ଭିତରେ ହୋଇପାରେ ଅବା ଯେତେ ଦଣ୍ଡ ତା ସବୁ ସହନ୍ତି ଦୁଃଖ ସୁଖରେ ତରୁଣୀ ଅନୁଭବ କରିଥିଲେ ଏହା ସବୁ ଜାଣି ଏ ଗର୍ଭ ହେଲାଣି ଆସି 4 ବର୍ଷ ପୂର୍ଣ୍ଣ ଯେତେ କଷ୍ଟ ଭୋଗ କରୁଛି ମୁଁ ନିଶିଦିନ ତା ଅବା କହିବି କାହା ଆଗେ ପ୍ରାଣନାଥ ସମସ୍ତଙ୍କୁ ସକଳ ଜଣାଣ ବିଚାର କରତ ତୁମ୍ଭଙ୍କୁ ସକଳ ଜଣା ଯାଏ ବିଚାର କରତ ଗର୍ଭର ବିଧିନ ମାନ ଏମନ୍ତ ନୁହଏ କାଳ ଅବା ଆସିଅଛି ମୋତେ ନେବା ପାଇଁ ଉପାୟ ପ୍ରୟୋଗ କର ଗର୍ଭ ହେଉ ଜାତ ତୁମ୍ଭେ ତ ଧର୍ମଜ୍ଞ ସ୍ୱାମୀ ସାଧୁ ସୁପଣ୍ଡିତ ମୋର କହିବାର କଥା ଅଧିକ ଏ ସିନା ସହି ହେଉ ନାହିଁ ଆଉ ଗର୍ଭର ବେଦନା ଏହା ଶୁଣି ହିମାଳୟ ହୋଇନ ଦୁଃଖିତ ସ୍ଥିର କରି ନ ପାରିଲେ ଉପାୟ କିଞ୍ଚିତ ବଦନ ଶୁଖାଇ ଦେଲେ ବାହାରକୁ ଆସିଏ ଏକାକୀ ହୋଇନଛନ୍ତି ମଣ୍ଡପରେ ବସି ମନେ ମନେ ଚିନ୍ତା କରୁ ଅଛନ୍ତି ବହୁତ ମଳିନ ଦିଶଇ ମୁଖ ଛନ୍ନ ଛନ୍ନ ଚିତ ଏ ସନକ ସମୟରେ ନାରଦ ମହର୍ଷି ନମନ ଯାନ ଚଢ଼ି ତହିଁ ପହଞ୍ଚିଲେ ଆସି ନାରଦଙ୍କ ଆଗମନ ଗିରିରାଜ ଦେଖିଏ ନମସ୍କାର କଲେ ତାଙ୍କୁ ଆସନ ଉପେକ୍ଷେ ବସାଇନ ପାଦ ଅର୍ଘ୍ୟ ଦେଇ କଲେ ପୂଜା ତଦନ୍ତେ ବସିଲେ ନିଜେ ଗିରିଙ୍କର ରାଜା ମନେ ସୁଖ ନାହିଁ ମୁଖ ଦିଶୁଛି ମଳିନ ସବୁବେଳେ ହେଉଅଛି ଚିତ ଛନ ଛନ ଏ ଘଟଣା ଦେଖି ତାଙ୍କୁ ପୁଛିଲେ ନାରଦ କି କାରଣେ ଗିରିରାଜା ଲୋଭିଛ ବିଷାଦ ବଦନ ମଳିନ କରି ବସିଛ କିମ୍ପାଏ ତୁମ୍ଭ ପରି ଭାଗ୍ୟବନ୍ତ ତ୍ରିଭୁବନେ ନାହିଁ ବିଷାଦ କାରଣ ଆମ୍ଭ ଅଗ୍ରତରେ କହ ଶୁଣିଲେ ମନରୁ ଆମ୍ଭେ ଛାଡ଼ିବୁ ସନ୍ଦେହ ନାରଦ ମୁନିଙ୍କ ବାକ୍ୟ ହିମାଳୟ ଶୁଣିଏ ବୋଇଲେ ଯା ପଚାରିଲ ଶୁଣ ମହାମୁନିଏ ଭାରି ଯା ମୋହର ହୋଇ ଅଛି ଗର୍ଭବାସ ତା ଦୁଃଖ ଦେଖିଲେ ଉଡ଼ି ଯାଏ ମୋ ସାହସ 4 ବର୍ଷ ପରିପୂର୍ଣ୍ଣ ହୋଇଲା ଗଣନେ ପ୍ରସବ ସେ ନ କରେ କେବଳ କାରଣେ ପର୍ବତଙ୍କ ପତିଙ୍କ ମୁଖୁ ଶୁଣିତେ ମନ୍ତ ହସି ନ କହିଲେ ତାଙ୍କୁ ବିଧାତାଙ୍କ ସୁତ ଚିତ ଅଥୟ କରି ତୁମ୍ଭେ ଶୁଣ ଗିରି ରାଜା ଗର୍ଭବାସ ହୋଇଅଛି ତୁମ୍ଭର ଭାରିଜା ତାର ସେ ଗର୍ଭରେ ରହି ଅଛି ଦକ୍ଷ ସୁତା ତୁମ୍ଭେ ତ ପୂର୍ବରୁ ଜାଣି ଅଛ ସବୁ କଥା ଯେମନ୍ତେ ପଡ଼ିଲା ଜାଗ କୁଣ୍ଡେ ସତୀ ଦେବୀ ଏବେ ତା ବିଚାର କର ମନ ମଧ୍ୟେ ଭାବି
ଏ ସମୟ ଶୁଣିଅଛ ସକଳ ଚରିତ। ଏବେ ତୁମ୍ଭ ଘରେ ସେହି ଦେବୀ ହେବେ ଜାତ। ଧନ୍ୟରେ ତୁମ୍ଭର ଜୀବନ, ଧନ୍ୟ ତୁମ୍ଭର ଜୀବନ, ଧନ୍ୟ ତପ ଫଳ, ଧନ୍ୟ ଧନ୍ୟ ଜନ୍ମ କର୍ମ, ଧନ୍ୟ ତୁମ୍ଭ କୁଳ। ଆଦି ଶକ୍ତି ସତୀ ଦେବୀ ଜଗତର ମାତା, ସେହି ପୁଣି ହେବେ ତୁମ୍ଭ କଳର ଦୁହିତା। ଧନ୍ୟ ଧନ୍ୟ ସେନା ତୁମ୍ଭ ପାଟ ମହାଦେଇ, ଜଗତ ମାତାଙ୍କୁ ଗର୍ଭ ଗୃହେ ଅଛଥି ଥୋଇ। ଦେବୀ ଜନ୍ମ ହେବେ ଏହା ଜାଣି ଆନନ୍ଦରେ, ସଦାଶିବ ରହିଛନ୍ତି ତୁମ୍ଭର ଶିଖରେ। ଜଗତ ଠାକୁର ଯେଉଁ ପ୍ରଭୁ ସଦାନନ୍ଦ, ଆତ୍ମନିଷ୍ଠ ହୋଇ ସେ ଯେ ଲୋଭିଣ ଆନନ୍ଦ। ତୁମ୍ଭର ଶିଖରେ ରହିଛନ୍ତି ବାସ କରି, ଏଥକୁ ସଂଶୟ ମନେ ନ ଭାବ ଏ ଗିରି। ନିଶ୍ଚୟ କଥାଏ ଶୁଣି ଥାଅ ଗିରୀଶ୍ୱର, ଗର୍ଭରେ ଦେବୀ ରହିବେ 10 ସମ୍ବତ୍ସର। 10 ବର୍ଷ ପୂର୍ଣ୍ଣ ହେଲେ ଜନ୍ମ ସେ ହେବେ, ତହିଁରେ ଯେ ପ୍ରତିକାର ଶୁଣ ତାହା ଏବେ। ନିଷ୍ଠାପର ହୋଇ ତୁମ୍ଭେ ନୀତିଗିରି ରାଜା, ଶୁଦ୍ଧ ମନେ କର ସଦା ଶିବଙ୍କର ପୂଜା। ତୁମ୍ଭର ସେବାରେ ହେବ ତାହାଙ୍କର ଲାଭ, ତେଣୁ ତୁଷ୍ଟ ହୋଇ ନିଶ୍ଚେ ବର ଦେବେ ଶିବ। ଏଣୁ ଶଙ୍କରଙ୍କୁ ତୁମ୍ଭେ ଶୀଘ୍ର କର ସେବା, ଯେଉଁ ସ୍ଥାନେ କରିବ ତା ଶୁଣ କହିଦେବା। ଦେବୀଙ୍କୁ ଲୋଭିବା ପାଇଁ କରିଣ ବିଚାର, ତୁମ୍ଭ ସମୀପରେ ରହିଛନ୍ତି ସ୍ମର ହର। ନାରଦ କହନ୍ତେ ଏହା ହିମାଳୟ ଶୁଣି, ବେନିକର ଯୋଡ଼ି ତାଙ୍କୁ ପଚାରିଲେ ପୁଣି। କେମନ୍ତ ବିଧାନେ ମୁଁ ପୂଜିବି ତ୍ରିପୁରାରୀ, କେମନ୍ତେ ଜାଣିବି ତାଙ୍କୁ କହତ ପଚାରି। ପୂଜାର ବିଧାନ ମତେ କହତୋପନିଷ୍ଟ, ନିଶ୍ଚୟ ପୂଜିବି ମୁହିଁ ଶଶାଙ୍କ ମୁକୁଟ। ଯଦ୍ୟାପି ହୋଇଲା ତବ ଅନୁଗ୍ରହ ମତେ, ଜଗତ ଗୁରୁଙ୍କୁ ମୁଁ ଯେ ପୂଜିବି ନିଶ୍ଚିନ୍ତେ। କହନ୍ତେ ନାରଦ ମୁନି ଗିରିରାଜ ଶୁଣ, ଶିବଙ୍କର ଯେଉଁ ମନ୍ତ୍ର ଅତ୍ୟନ୍ତ ଗୋପନ, ତା ତୁମ୍ଭଙ୍କୁ ଦେଉଅଛି ଘେନ ଶୁଦ୍ଧ ହୋଇ। ଯାହା ବାଞ୍ଛା କଲେ ତାହା ନେଇ ସେ ପାରଇ, ଆଜେ ବଣ ମନ୍ତ୍ରକୁ ଜପି ବିଧାତା ଶ୍ରୀହରି। ତିନି ଭୁବନରେ ହୋଇଛନ୍ତି ଅଧିକାରୀ, ତା ତୁମ୍ଭଙ୍କୁ ଦେବା ଏବେ ଘେନି ଗିରିରାଜ। ଗ୍ରହଣ ମାତ୍ରକେ ଦୁଃଖ ହୋଇବ ଦହିର୍ଜ, ଏତେ କହି ମହାମୁନି ନିଜେ ହୋଇ ପୂତ। ହିମାଳୟ କର୍ଣ୍ଣେ ଦେଲେ ପଞ୍ଚାକ୍ଷର ମନ୍ତ୍ର, ତଦନ୍ତେ ବୋଇଲେ ମୁନି ଶୁଣିଅ ଶୁଣ ହିମାଳୟ। ଏ ମନ୍ତ୍ର ଅଭୀଷ୍ଟ ଫଳ ଦିଅ ନିଶ୍ଚୟ, ମୁଖେ ଉଚ୍ଚାରିଲେ ଅଙ୍ଗ ପବିତ୍ର ହୁଅଇ। ଯାହା ବାଞ୍ଛା କଲେ ତାହା তক্ষণে মিলয়ে দেবে শিবা গমে বল তিজে ষোড়াক্ষর এ মন্ত্রটই জাণ মুক্তি পথ দ্বার পঞ্চাক্ষর বলিণ যে বেদরে কহিছি এ মন্ত্র মহিমা কেহি ন জানন্তি কিছি সাত গোটি মহামন্ত্র শিব মুখু জাত তন্মধ্যরে পঞ্চাক্ষর
মন্ত্র সারস্বত। 7 গোটি মহামন্ত্র এক ঠাব কলে, তুল্য ସେ ନୁହନ୍ତି ପଞ୍ଚାକ୍ଷର କଳା ତୁଲେ। ଏହି ମନ୍ତ୍ରର ଋଷି ବାମଦେବ ଛନ୍ଦ ପଙ୍କ୍ତି, ଦେବତା ଈଶ୍ୱର ଜାଣ ପାର୍ବତୀ ଯେ ଶକ୍ତି। ବୀର ଆକାର ଯେ ପୂର୍ଣ୍ଣ ଫଳ ଇଷ୍ଟ ଯାହା, ମନ୍ତ୍ରରେ ସବୁ ଅଙ୍ଗ ଜାଣିଗିରି ନାହା। ଏ ରୂପେ ଶଙ୍କର ନାମ ଜୟ ଯେ କରିବ, সকল অভীষ্ট সিদ্ধি সে নিশ্চয় লভিব। সে নিশ্চয় লভিব প্রভু, সে নিশ্চয় লভিব। এ রূপে শঙ্কর নাম জপ যে করিব, সকল অভীষ্ট সিদ্ধ সে মন্ত্রে লভিব। সে মন্ত্রে লভিব প্রভু, সে মন্ত্রে লভিব। ওম নমঃ শিবায়, ওম নমঃ শিবায়।